ଖୋଲା ହେଇକି ଅଛି ନିଫ୍ଟି ଫିଫ୍ଟିର ଚାର୍ଟ ଫାର୍ଟ 15 ମିନିଟ୍ ଚାର୍ଟ ଫ୍ରେମ୍। ଆଜି ଆମେ ଦେଖିନେବା ନିଫ୍ଟି ଫିଫ୍ଟି ଆଜିର ମାର୍କେଟ ବିହେଭିୟର କେମିତିକା ଥିଲା। ଦେଖନ୍ତୁ ମାର୍କେଟ ବିହେଭିୟର ଆଜିର ଦେଖିବାକୁ ଗଲେ ନିଫ୍ଟି ହିଁ ଭଲ ଥିଲା। ଯଦି ଆମେ ଟ୍ରେଡ୍ ବେସିସ୍ରେ ଦେଖିବା ନିଫ୍ଟି ଭଲ ଥିଲା, ବଟ୍ ବ୍ୟାଙ୍କ ନିଫ୍ଟି ସେତେ ଖାସ୍ ନଥିଲା। ବ୍ୟାଙ୍କ ନିଫ୍ଟି ଟୋଟାଲି ସାଇଡ୍ ୱେଜ୍ ମାର୍କେଟ ଯାଇଛି। ବ୍ୟାଙ୍କ ନିଫ୍ଟି ଟୋଟାଲି ସାଇଡ୍ ୱେଜ୍ ମାର୍କେଟ ଯାଇଛି, ଦେଖିପାରୁଥିବେ 5 ମିନିଟ୍ ଚାର୍ଟ ଫ୍ରେମ୍ ଭିତରେ ବ୍ୟାଙ୍କ ନିଫ୍ଟି ଟୋଟାଲି ସାଇଡ୍ ୱେଜ୍ ଅଛି। ତ ଏଥିରେ କିଛି ମାନେ ଟ୍ରେଡିଂ ଜୋନ୍ କିଛି ବି ନାହିଁ ଆଜିକା ବ୍ୟାଙ୍କ ନିଫ୍ଟି। କିନ୍ତୁ ବଟ୍ ନିଫ୍ଟିରେ କ'ଣ ଅଛି ନା, ନିଫ୍ଟିରେ ଆମେ ଟ୍ରେଡ୍ ନେଇପାରିଥାନ୍ତେ ଯଦି କଲ୍ ସାଇଡ୍ ଯାଇଛି, ପୁଣି 21,800 ଲେବୁଲରୁ ମାର୍କେଟ ପୁଣି ତଳକୁ ଖସିଛି। ତ ଦେଖିନେବା, ଟିକେ ଆନାଲିସିସ୍ କରିଦେବା କେମିତିଆ କ'ଣ ଅଛି। ଦେଖନ୍ତୁ ମାର୍କେଟ ଆଜି ସକାଳେ ଖୋଲିଲା 21,450 ଲେବୁଲରେ ମାର୍କେଟ ଖୋଲିବାକୁ ସାଙ୍ଗେ ସାଙ୍ଗେ ମାର୍କେଟ ଉପରକୁ ଉଠିଛି, ବୁଲି ଯାଇଛି ମାର୍କେଟ 21,800 ଲେବୁଲ ଟଚ୍ କରିଛି। 21,800 ଲେବୁଲ ଟଚ୍ କରି କ'ଣ ହେଇଛି ନା, ମାର୍କେଟ ସିଧା ତଳକୁ ଖସିଛି। ତ କାହିଁ ନା କାହିଁ 21,800 ମାର୍କେଟରେ ବହୁତ ବଡ଼ ରେଜିଷ୍ଟାନ୍ସ ଅଛି। ଆଗକୁ ବଜେଟ୍ ଆସୁଛି, ତ ମାର୍କେଟରେ ବିହେଭିୟର ବୁଲିଶ ଆଡ଼କୁ ଗତି କରିବ। ବଟ୍ ଆଜିକା ମାର୍କେଟ ବିହେଭିୟର ସେକେଣ୍ଡ ଯେଉଁ ଫାଷ୍ଟ ଟାଇମ୍ରେ ମାର୍କେଟ ବୁଲିଶ ଥିଲା, ବଟ୍ ସେକେଣ୍ଡ ଟାଇମ୍ରେ କ'ଣ ହେଲା, ମାର୍କେଟ ନ୍ୟୁଜ୍ ବେସିସ୍ରେ ମାର୍କେଟ ତଳକୁ ଖସିଛି। ତ ଆମେ ନେକ୍ସଟ କାଲିକା ଡେରେ ଆମେ କ'ଣ କରିବା, କାଲିକା ଡେରେ ଆମର ପ୍ଲାନ୍ କ'ଣ ରହିବ ନା, କାଲିକା ଡେଟ୍ରେ ଦେଖନ୍ତୁ କାଲିକା ଡେଟ୍ରେ ଯଦି ଭାବି ନିଅନ୍ତୁ ନିଫ୍ଟି ସେମ୍ ରେଞ୍ଜରେ ଖୋଲୁଛି, ସପୋଜ ଭାବି ନିଅନ୍ତୁ ନିଫ୍ଟି ଇମାଜିନ୍ କରନ୍ତୁ ନିଫ୍ଟି 21,500 ଉପରେ ଖୋଲୁଛି, ଠିକ୍ ଅଛି। 21,500 ନିଫ୍ଟି ଖୋଲୁଛି, ଯଦି 21,500 ଲେବୁଲ ଯଦି ସେ ନ ଭାଙ୍ଗୁଛି, ଯଦି ଏଇଠି ହିଁ ସେ ବେଜ୍ ବନଉଛି, ତ ଭେରି ଚାନ୍ସେସ୍ ହାଇ ଅଛି କି ମାର୍କେଟ ଉପରକୁ ଯିବାର। ଏଇଠୁ ଇମାଜିନ୍ କରନ୍ତୁ ନିଫ୍ଟି 21,500 ଉପରେ ଖୋଲୁଛି, ଠିକ୍ ଅଛି। 21,500 ନିଫ୍ଟି ଖୋଲୁଛି, ଯଦି 21,500 ଲେବୁଲ ଯଦି ସେ ନ ଭାଙ୍ଗୁଛି, ଯଦି ଏଇଠି ହିଁ ସେ ବେଜ୍ ବନଉଛି, ତ ଭେରି ଚାନ୍ସେସ୍ ହାଇ ଅଛି କି ମାର୍କେଟ ଉପରକୁ ଯିବାର ଏଇଠୁ। ବଟ୍ ଯଦି ମାର୍କେଟ 21,500ରେ ଖୋଲିକି ମାର୍କେଟ ତଳକୁ ଖସୁଛି, 21,500 ଲେବୁଲକୁ ଭାଙ୍ଗୁଛି, ତ ଭେରି ଚାନ୍ସ ଅଛି କି ହାଇ ଚାନ୍ସେସ୍ ଅଛି କି ମାର୍କେଟ କ'ଣ କରିବ ନା, ତଳକୁ ଯିବାର। ମାନେ ଆନେ ବାଲା ଟାଇମ୍ में ମାର୍କେଟ 21,300 250 ଏ ଲେବୁଲ ଦେଖିବାକୁ ମିଳିବ। ବଟ୍ ବଜେଟ୍ ଅଛି ଆଗକୁ, ମେ ବି ମାର୍କେଟର ବିହେଭିୟର ବୁଲିଶ ରହିବ କି ବେୟରିଶ ହେବ କିଛି କହିହେବନି। ନ୍ୟୁଜ୍ ବେସିସ୍ରେ ମାର୍କେଟରେ ଟ୍ରେଡ୍ ହେବ ଆଗକୁ, ନା କି ରେସିଷ୍ଟେନ୍ସ ଆଉ ବେସ୍କୁ ସପୋର୍ଟ କରି ମାର୍କେଟ ଟ୍ରେଡ୍ କରିବ। କିନ୍ତୁ ନ୍ୟୁଜ୍ ବେସିସ୍ରେ ହିଁ ଆଗକୁ ମାର୍କେଟ ଟ୍ରେଡ୍ ହେବ। ତ ଏଇଟା ହେଉଛି ନିଫ୍ଟିର ଆନାଲିସିସ୍ ଥିଲା। ଯଦି ମାର୍କେଟ ଇନ୍ କେସ୍ ଭାବି ନିଅନ୍ତୁ ମାର୍କେଟ ବହୁତ ବଡ଼ ଗ୍ୟାପ୍ ଡାଉନ୍ ଖୋଲୁଛି, ତ ଆମକୁ ୱେଟ୍ କରିବାର ଅଛି ସେଠିକି ଯେ ଡାଇରେକ୍ଟ ଆମକୁ ଟ୍ରେଡ୍ ନେବାର ନାହିଁ, ଆମକୁ ୱେଟ୍ କରିବାର ଅଛି, ଆମକୁ ଦେଖିବାର ଅଛି, ତାପରେ ପ୍ରାଇସ୍ ଆକ୍ସନ୍ କ'ଣ ବନଉଛି ସେଇ ଅନୁସାରେ ଆମକୁ ଟ୍ରେଡ୍ ନେବାର ଅଛି। କିନ୍ତୁ ଯେଉଁ ବି ଭାଇ ଭଉଣୀ ମୋର ଭିଡ଼ିଓ ଦେଖୁଛନ୍ତି, ତ ତାଙ୍କୁ ରିକ୍ୱେଷ୍ଟ, ଭାଇ ଅପସନ୍ ଟ୍ରେଡ୍ଠୁ ଆପଣ ଷ୍ଟକ୍ରେ ଇନଭେଷ୍ଟ କରନ୍ତୁ, ସୁଇଙ୍ଗ ଟ୍ରେଡ୍ କରନ୍ତୁ, ଷ୍ଟକ୍ରେ ଇଣ୍ଡେକ୍ସକୁ ଆନାଲିସିସ୍ କରନ୍ତୁ, ଷ୍ଟକ୍ରେ ଟ୍ରେଡ୍ କରନ୍ତୁ। ଷ୍ଟକ୍ ଯେକୌଣସି ନିଫ୍ଟିରେ 50 ଷ୍ଟକ୍ ଅଛି, 50 ଭିତରେ ଯେକୌଣସି ବି ଆପଣ 10ଟା କି 15ଟା ଷ୍ଟକ୍ ଆପଣଙ୍କ ପୋର୍ଟଫୋଲିଓ ସେଭ୍ କରନ୍ତୁ। ସେଭ୍ କରିକି ଆପଣଙ୍କର ସେଠି ଆପଣ ଦେଖନ୍ତୁ, ଡେଲି ୱାଚ୍ କରନ୍ତୁ, ତାର ଚାର୍ଟକୁ ଦେଖନ୍ତୁ, ସେଥିରେ ହିଁ ଆପଣ ସୁଇଙ୍ଗ ଟ୍ରେଡ୍ କରନ୍ତୁ, ନା କି ଆପଣ ଡେରିଭେଟିଭ୍ ମାର୍କେଟ ଟ୍ରେଡ୍ କରନ୍ତୁ। ଅପସନ୍ ଟ୍ରେଡ୍ ବହୁତ ହାଇ ରିସ୍କି ଅଛି। ଆପଣ ଇଣ୍ଡେକ୍ସକୁ ଆନାଲିସିସ୍ କରନ୍ତୁ, ଷ୍ଟକ୍ରେ ଟ୍ରେଡ୍ କରନ୍ତୁ। କାଲି ମାର୍କେଟ ବହୁତ ହାଇ ଥିଲା, କାଲିକା ଯେଉଁ ମାର୍କେଟ ଆମେ ଯଦି ଆନାଲିସିସ୍ ଦେଖିବା, କାଲିକା ମାର୍କେଟ ବହୁତ ହାଇ ଥିଲା। କାଲି ରିଲାଏନ୍ସ ବହୁତ ଭଲ ପରଫର୍ମ କରିଥିଲା, ବାକି ଷ୍ଟକ୍ ମାନେ ବହୁତ ଭଲ ପରଫର୍ମ କରିଥିଲେ। ତ ଷ୍ଟକ୍ରେ ଟ୍ରେଡ୍ କରିବାଟା ମୋ ମତରେ ଯେଉଁମାନେ ବିଗିନର, ଯେଉଁମାନେ ନୂଆ ମାର୍କେଟକୁ ଆସୁଛନ୍ତି, ତ ଷ୍ଟକ୍ରେ ଟ୍ରେଡ୍ କରିବାଟା ବେଟର୍ ଅଛି। ଷ୍ଟକ୍ରେ ଟ୍ରେଡ୍ କରି ଆପଣ ଚାର୍ଟକୁ ଆନାଲିସିସ୍ କରିବେ, ଟେକ୍ନିକାଲ୍ ଆନାଲିସିସ୍ କରିବେ, ଫଣ୍ଡାମେଣ୍ଟାଲ୍ ଆନାଲିସିସ୍ କରି ଷ୍ଟକ୍ରେ ସୁଇଙ୍ଗ ଟ୍ରେଡ୍ କରିବେ। ତ ଯେଉଁମାନେ ଇନଭେଷ୍ଟ କରିବାର ଅଛି ଇନଭେଷ୍ଟ କରିବେ। ସୁଇଙ୍ଗ ଟ୍ରେଡ୍ କଲେ କ'ଣ ହେବ ନା, ଜିନିଷଟା ଆପଣ ଜାଣିପାରିବେ, ମାର୍କେଟରେ ଚାର୍ଟ ଆନାଲିସିସ୍ କରିପାରିବେ, ଦେଖିପାରିବେ, ସବୁକିଛି ସୁଇଙ୍ଗ ଟ୍ରେଡ୍ରେ ସବୁକିଛି ଶିଖିପାରିବେ। ବଟ୍ ଆସିକି ଫାଷ୍ଟ ମାର୍କେଟକୁ ଏଣ୍ଟ୍ରି କରି ଅପସନ୍ ଟ୍ରେଡ୍ କରିବା ଗୋଟେ ଦିନରେ
କୋଟିପତି ହେଇଯିବା ସେଇ ସ୍ୱପ୍ନ ଯଦି ଅପସନ୍ ଟ୍ରେଡ୍ ଆସୁଛନ୍ତି ତ ଅପସନ୍ ଟ୍ରେଡ୍ ବହୁତ ହାଇ ରିସ୍କ ଅଛି। ଆପଣ ଯେତିକି କ୍ୟାପିଟାଲ ଆଣିଥିବେ ଗୋଟେ ଦିନରେ କ୍ୟାପିଟାଲ ଯିବାର ଚାନ୍ସେସ୍ ବହୁତ ହାଇ ଅଛି। ଷ୍ଟକରେ ଟ୍ରେଡ୍ କରିବା ବେଟର ଅଛି। ଆପଣ ଗୋଟେ ମାସରେ ମାନି ନିଅନ୍ତୁ ଆପଣ ସପୋଜ୍ ଲକ୍ଷେ ଟଙ୍କା ଟ୍ରେଡ୍ କରୁଛନ୍ତି ତ ଆପଣଙ୍କର ମ୍ୟାକ୍ସିମମ୍ ଯେଉଁ ପ୍ରଫିଟ୍ ପରସେଣ୍ଟେଜ୍ ହେବ ତ 3ରୁ 5% ରଖନ୍ତୁ, ଯେଉଁଟାକି ସେଫ୍ ଜୋନ୍ରେ ଚଳନ୍ତୁ। 3ରୁ 5% ରଖିକି ଟ୍ରେଡ୍ କରନ୍ତୁ, ଷ୍ଟକ୍ରେ ଟ୍ରେଡ୍ କରନ୍ତୁ। ଲକ୍ଷେ ଟଙ୍କା ଇନଭେଷ୍ଟ କରିଛନ୍ତି ଗୋଟେ ମାସରେ, ଆମକୁ 3ରୁ 5% ପ୍ରଫିଟ୍ ନେବାର ଅଛି। 3,000 4,000 ବାସ୍ ସେଇ ମାଇଣ୍ଡ ସେଟ୍ରେ ଟ୍ରେଡ୍ କରନ୍ତୁ ଷ୍ଟକ୍ରେ। ଆମକୁ ବେଶୀ ପ୍ରଫିଟ୍ ନେବାର ନାହିଁ। ଆମକୁ ଯେଭଳିଆ କି ଆମେ ବେଶୀ ପ୍ରଫିଟ୍ ଚକରେ ଆମର ରିସ୍କ ବହୁତ ହାଇ ହେଇଯିବ, ସେଇ ମାଇଣ୍ଡ ସେଟ୍ରେ ଟ୍ରେଡ୍ କରିବାର ନାହିଁ। ଆମକୁ 3ରୁ 5% ଟ୍ରେଡ୍ ନ କାଢ଼ିବାର ଅଛି। ତ ଭାବି ନିଅନ୍ତୁ ଆପଣ ଲକ୍ଷେ ଟଙ୍କାରେ ମାସକୁ 3,000 ଟଙ୍କା ଇନକମ୍ କରୁଛନ୍ତି, 3% କାଟୁଛନ୍ତି। ପଇସା ମ୍ୟାଟର ଛାଡ଼ି ଦିଅନ୍ତୁ। ଆଜି ଆପଣଙ୍କ ପାଖରେ ଲକ୍ଷେ ଅଛି, କାଲି ଆପଣଙ୍କ ପାଖରେ 10 ଲକ୍ଷ ହେବ, କାଲି ଆଉ 2 ବର୍ଷ ପରେ ଆପଣଙ୍କ ପାଖରେ 20 ଲକ୍ଷ ହେବ, ସେଥିରେ ଟ୍ରେଡ୍ କରିବେ। କିନ୍ତୁ ଲକ୍ଷେ ଟଙ୍କା ଟ୍ରେଡ୍ କରୁଛନ୍ତି, ମାସକୁ 3% କାଟୁଛନ୍ତି, ତ ଭାବି ନିଅନ୍ତୁ ଗୋଟେ ବର୍ଷରେ ଆପଣଙ୍କର କେତେ ପରସେଣ୍ଟ ହେବ। ସେଫ୍ ଜୋନ୍ରେ ରହିକି ଟ୍ରେଡ୍ କରିବା ସବୁଠୁ ବେଟର୍ ଅଛି। ଷ୍ଟକ୍ରେ ଟ୍ରେଡ୍ କରିବା ବେଟର୍ ଅଛି। ଇଣ୍ଡେକ୍ସ ଆନାଲିସିସ୍ କରନ୍ତୁ, ନିଫ୍ଟିକୁ ଆନାଲିସିସ୍ କରନ୍ତୁ, ବ୍ୟାଙ୍କ ନିଫ୍ଟିକୁ ଆନାଲିସିସ୍ କରନ୍ତୁ। ତା ସାଙ୍ଗକୁ ଷ୍ଟକ୍ରେ ମଧ୍ୟ ଆପଣ ଟ୍ରେଡ୍ ଆନାଲିସିସ୍ କରନ୍ତୁ। ଷ୍ଟକ୍ ଚାର୍ଟକୁ ଦେଖନ୍ତୁ, ତାକୁ ଆନାଲିସିସ୍ କରନ୍ତୁ। ସେଇଟା ଆପଣଙ୍କ ପାଇଁ ବେଟର୍ ହେବ ଟ୍ରେଡ୍ ନେବାର। ତ ଠିକ୍ ଅଛି, ତ ନିଫ୍ଟି ଆମେ ଦେଖିଲେ ବର୍ତ୍ତମାନ ନିଫ୍ଟି କାଲି କେମିତିକା ବିହେଭ୍ କରିବ। ଯଦି ନିଫ୍ଟି 21,500 ଲେବୁଲ୍ ଉପରେ ସଷ୍ଟେନ୍ କରୁଛି ତ ଆମକୁ କଲ୍ ସାଇଡ଼୍ରେ ଟ୍ରେଡ୍ ନେବାର ଅଛି। କଲ୍ ସାଇଡ଼୍ରେ ଟ୍ରେଡ୍ ମାନେ ଆମକୁ ଷ୍ଟକ୍କୁ ବାଇ କରିବାର ଅଛି। ଯେକୌଣସି ଷ୍ଟକ୍ ଆପଣଙ୍କର ୱିଚ୍ ଲିଷ୍ଟରେ ଅଛି, ୱାଚ୍ ଲିଷ୍ଟରେ ଅଛି, ଯେକୌଣସି ବି ଷ୍ଟକ୍ ସେଗୁଡ଼ାକୁ ଦେଖିକି ଆପଣଙ୍କୁ ସେଥିରେ ବାଇ କରିବାର ଅଛି। ଯଦି ଆପଣ ଡେରିଭେଟିଭ୍ ମାର୍କେଟରେ ଟ୍ରେଡ୍ କରୁଛନ୍ତି ତ କାଲି ଆପଣଙ୍କ ପାଇଁ ବେଟର୍ ହେବ। 21,500 ଯେଉଁ ଗୋଟେ ଇମ୍ପୋର୍ଟାଣ୍ଟ ଲେବୁଲ୍ ଅଛି, ଯଦି ସେଇଟା ଭାଙ୍ଗେ ତାହେଲେ ମାର୍କେଟ ପୁଟ୍ ସାଇଡ଼୍କୁ ହିଁ ଯିବ। ଭେରି ହାଇ ଚାନ୍ସେସ୍ ଅଛି କି ମାର୍କେଟ ପୁଟ୍ ସାଇଡ଼୍କୁ ହିଁ ଯିବ। ଯଦି 21,500କୁ ମାର୍କେଟ ସପୋର୍ଟ ନେଇକି ସେଠି ରୁହେ ତ ଭେରି ହାଇ ଚାନ୍ସେସ୍ ଅଛି କି ମାର୍କେଟ ସେଇଠୁ ବାଉନ୍ସ ବ୍ୟାକ୍ କରିବ। କିନ୍ତୁ ମାନି ନିଅନ୍ତୁ ମାର୍କେଟ ବହୁତ ବଡ଼ କେପ୍ ଅପ୍ ଖୋଲିଲା, ତ ସେଥିରେ ବି ଚାନ୍ସେସ୍ ଅଛି ମାର୍କେଟ ବହୁତ ବଡ଼ କେପ୍ ଅପ୍ ଖୋଲିଲା ମାନେ ଆମକୁ ସେଠି ଟ୍ରେଡ୍ ନେବାର ନାହିଁ, କାରଣ ସେଠି ସବୁ ଜିନିଷ ହାଇରେ ଥିବ। 21,800 ଲେବୁଲ୍ ତା'ର ରେଜିଷ୍ଟେନ୍ସ ଅଛି। ଯଦି ମାର୍କେଟ 21,600 ଲେବୁଲ୍ ପାଖାପାଖି ଖୋଲୁଛି ତ ସେଠି ଆମକୁ ୱେଟ୍ କରିବାର ଅଛି ପ୍ରାଇସ୍ ଆକ୍ସନ୍ କେମିତି ହେବ। ସେଠି ଆମେ ଟ୍ରେଡ୍ ନେବାର ନାହିଁ, ସେଠି ଆମକୁ ୱେଟ୍ କରି ଦେଖିବାର ଅଛି ବାସ୍। ଦ୍ୟାଟ୍ସ ଇଟ୍। ବଟ୍ ଯଦି ଷ୍ଟକ୍ରେ ଯେଉଁମାନେ ଟ୍ରେଡ୍ ନେଉଛନ୍ତି ଦେଖନ୍ତୁ, ଟାଟା ମୋଟର୍ସ ଗୋଟେ ବହୁତ ଭଲ ଷ୍ଟକ୍ଟେ। ଦେଖିଦେବା, ଆମେ ଆନାଲିସିସ୍ କରିଦେବା ଟାଟା ମୋଟର୍ସ। ଦେଖନ୍ତୁ ଟାଟା ମୋଟର୍ସ କ'ଣ କଲା ନା ନିଜର ହାଇ ବ୍ରେକ୍ କଲା। ହାଇ ବ୍ରେକ୍ କରି କ'ଣ କଲା ନା ମାର୍କେଟ ଉପରକୁ ଯାଉଛି। ତ ଟାଟା ମୋଟର୍ସରେ ଅଲ୍ ଟାଇମ୍ ହାଇରେ ଅଛି ବର୍ତ୍ତମାନ, ଆମକୁ ଟାଟା ମୋଟର୍ସ କିଣିବା ନାହିଁ। କିନ୍ତୁ ଭାବନ୍ତୁ ଯଦି ଆପଣ ଟାଟା ମୋଟର୍ସରେ ଏଇ ଲେବୁଲ୍, ଏଇ ଯେଉଁ ବ୍ରେକ୍ କଲା, ଏଇଠି ଯଦି ଆପଣ ବାଇ କରିଥାନ୍ତେ ତ ବହୁତ ଭଲ ପ୍ରଫିଟ୍ ହେଇଥାନ୍ତା। ଠିକ୍ ଅଛି, ତ ଷ୍ଟକ୍ରେ ଟ୍ରେଡ୍ କରିବାଟା ବେଟର୍ ଅଛି ଅପସନ୍ଠୁ। ତାପରେ ଆମେ ବ୍ୟାଙ୍କ ନିଫ୍ଟି ଆନାଲିସିସ୍ କରିବା। ବ୍ୟାଙ୍କ ନିଫ୍ଟି ଟୋଟାଲି ସାଇଡ଼ୱେଜ୍ ମାର୍କେଟ ଥିଲା, ମାର୍କେଟ ଖୋଲିବା ସମୟକୁ ମାର୍କେଟ କ'ଣ ହେଇଛି ନା ଟୋଟାଲି ସାଇଡ଼ୱେଜ୍ ମାର୍କେଟ ପଳେଇଛି। ଯେଉଁମାନେ ଟ୍ରେଡ୍ ନେଇଥିବେ ସର୍ଟ ଚାର୍ଟ ଫ୍ରେମ୍ରେ ଟ୍ରେଡ୍ ନେଇଥିବେ ସେଥିରେ ବେଶୀ ପ୍ରଫିଟ୍ ବି ହେଇନଥିବ। କିନ୍ତୁ ନିଫ୍ଟି ବ୍ୟାଙ୍କ କ'ଣ ହେଇଛି ନା ନିଫ୍ଟି ବ୍ୟାଙ୍କରେ ଆପଣଙ୍କର 41,500 ଗୋଟେ 45,000 ଗୋଟେ ଭଲ ସପୋର୍ଟ ଜୋନ୍ ଅଛି। ଯଦି 45,000 ବ୍ରେକ୍ କରୁଛି ତ ପୁଟ୍ ସାଇଡ଼୍ରେ ଟ୍ରେଡ୍ ହେବ। ନେକ୍ସଟ ଆने वाला टाइम में 44,500 44,000 ଏଇ ଲେବୁଲ୍ ଦେଖିବାକୁ ମିଳିବ। ଯଦି 45,000 ଲେବୁଲ୍ ଯଦି ଭାଙ୍ଗୁଛି, କିନ୍ତୁ କହି ହେଉନି ଆଗକୁ ବଜେଟ୍ ଅଛି, ମାର୍କେଟ କୌଣସି ବି ମୁଭମେଣ୍ଟ କରିପାରେ, ଅପ୍ ସାଇଡ଼୍ ଯାଇପାରେ, ଡାଉନ୍ ସାଇଡ଼୍ ଯାଇପାରେ। ନ୍ୟୁଜ୍ ବେସିସ୍ରେ ହିଁ ଟ୍ରେଡ୍ ଆଗକୁ ଯିବାର ଅଛି। କିନ୍ତୁ ଭେରି ହାଇ ଚାନ୍ସେସ୍ ଅଛି କି ମାର୍କେଟ ଏଇଠୁ ଗୋଟେ ବେସ୍ ବନଉଛି, ଏଇଠୁ କରି ମାର୍କେଟ ଉପରକୁ ଯିବାର ଚାନ୍ସେସ୍ ଅଛି। କାରଣ ମ୍ୟାକ୍ସିମମ୍ ଟାଇମ୍ କ'ଣ ହୁଏ ନା ବଜେଟ୍ ଟାଇମ୍ରେ ମାର୍କେଟ ଉପରକୁ ହିଁ ଯାଏ। ତ ନିଫ୍ଟିରେ ବି ସେଇଆ ବହୁତ ହାଇ ଚାନ୍ସେସ୍ ଅଛି ଏଇଠୁ ମାର୍କେଟ
ଉପରକୁ ଯିବାର ହାଇ ଚାନ୍ସେସ୍ ଅଛି। ତ ୟା ମାନେ ନୁହେଁ ଯେ ହାଇ ଚାନ୍ସେସ୍ ମାନେ ଆମେ କଲ୍ ସାଇଡ଼୍ରେ ବସିଯିବା, ସେମିତିଆ କିଛି ନାହିଁ। ଦେଖି ଶୁଣି ଆମକୁ ଟ୍ରେଡ୍ ନେବାର ଅଛି। ତ ଏତିକି ଆଜିର ଭିଡ଼ିଓରେ ଏତିକି ଥିଲା। ଯଦି ଭଲ ଲାଗିଥାଏ ତାହେଲେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ।